ଦ୍ୱିତୀୟ ବର୍ଷର ଷଷ୍ଠ ମାସର ପ୍ରଥମ ଦିନରେ ହାଗାୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ସଲ୍ଟିଏଲର ପୁତ୍ର ଜିରୁବାବିଲ ନାମକ ଜିହୁଦୀୟ ଦେଶାଧ୍ୟକ୍ଷର ନିକଟରେ ଓ ଜିହୋସାଦକର ପୁତ୍ର ଜିହୋଶୟ ମହାଯାଜକଙ୍କ ନିକଟରେ ଉପସ୍ଥିତ ହେଲା। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ଲୋକମାନେ କହୁଅଛନ୍ତି, ଆମ୍ଭମାନଙ୍କର ଆସିବାର ସମୟ, ସଦାପ୍ରଭୁଙ୍କ ଗୃହ ନିର୍ମିତ ହେବାର ସମୟ ଉପସ୍ଥିତ ହୋଇନାହିଁ। ସେତେବେଳେ ହାଗାୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ଏହି ଗୃହ ଉତ୍ସନ୍ନ ଅବସ୍ଥାରେ ଥାଉ ଥାଉ ତୁମ୍ଭମାନଙ୍କର ନିଜର ଫଳକମଣ୍ଡିତ ଗୃହରେ ବାସ କରିବାର କି ସମୟ ଏହି? ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର। ତୁମ୍ଭେମାନେ ବହୁତ ବୁଣିଅଛ, ମାତ୍ର ଅଳ୍ପ ସଞ୍ଚୟ କରୁଅଛ। ତୁମ୍ଭେମାନେ ଭୋଜନ କରୁଅଛ, ମାତ୍ର ସନ୍ତୁଷ୍ଟ ହେଉନାହଁ। ତୁମ୍ଭେମାନେ ପାନ କରୁଅଛ, ମାତ୍ର ତହିଁରେ ତୃପ୍ତ ହେଉନାହଁ। ତୁମ୍ଭେମାନେ ବସ୍ତ୍ର ପିନ୍ଧୁଅଛ, ମାତ୍ର କେହି ଉଷ୍ମ ହେଉନାହଁ। ପୁଣି ଯେ ବେତନ ଅର୍ଜନ କରେ, ସେ କଣାଥଳିରେ ତାହା ରଖିବା ପାଇଁ ଅର୍ଜନ କରେ। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା ପଥ ବିବେଚନା କର। ଆଜିର ଏହି ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ ଯାହା ଶିଖେଇବା ପାଇଁ ଚାହୁଁଛନ୍ତି ତାହା ଆମେ ସମସ୍ତେ ଧ୍ୟାନ କରିବା। ଆଜି ଆମେ ଦେଖିବା ପ୍ରଭୁଙ୍କୁ ପ୍ରାଥମିକତା ଦେବା ବିଷୟ। ପ୍ରଭୁଙ୍କୁ କିପରି ଆମମାନେ ପ୍ରାଥମିକତା ଦେବା, ଆଉ ପ୍ରଭୁଙ୍କୁ ପ୍ରାଥମିକତା ଦେଲେ ପ୍ରଭୁଙ୍କର କେମିତି ବ୍ଲେସିଂସ୍ ଆସେ, ଆଉ ପ୍ରଭୁଙ୍କୁ ପ୍ରାଥମିକତା ନ ଦେଲେ କେମିତି ଆମମାନେ ପ୍ରଭୁଙ୍କଠୁ ଦଣ୍ଡ ପାଇଥାଉ, ତାଙ୍କର ଆଶୀର୍ବାଦର ଅଧିକାରୀ ହେଇନଥାଉ, ସେଇ ବିଷୟ ଆମମାନେ ଦେଖିବା। ହାଗାୟ ଭବିଷ୍ୟତ ବକ୍ତା ପୁରାତନ ନିୟମର ଜଣେ ମାଇନର ପ୍ରଫେଟ୍ ଥିଲେ। ସେ ଆମମାନେ ସମସ୍ତେ ଏଇ ପୁସ୍ତକ ପ୍ରାୟ ପଢିଥିବୁ, ନିଶ୍ଚୟ ପଢିଛୁ। ଏଇ ଯୋଉ ମାଇନର ପ୍ରଫେଟଙ୍କର ପୁସ୍ତକ, ଏଟା ଲେଖା ହଉଛି ଦାରିଆବସ ରାଜାର ଅଧିକାରର ଦ୍ୱିତୀୟ ବର୍ଷର ଷଷ୍ଠ ମାସରେ ପ୍ରଥମ ଦିନରେ ହାଗାୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏଇ ବାକ୍ୟ ଆସୁଛି। ଏଇଟା ସେତେବେଳର ଘଟଣା, ଖ୍ରୀଷ୍ଟପୂର୍ବ 520 BC ର ଘଟଣା, ସେଇ ସମୟର ଘଟଣା ଅଟେ। ସେଇ ସମୟରେ ପାରସ୍ୟର ରାଜା ଥିଲେ ଦାରିଆବସ। ତାଙ୍କର ଦ୍ୱିତୀୟ ବର୍ଷରେ ଏଇ ଯୋଉ ପ୍ରଭୁଙ୍କର ଏଇ ଯୋଉ ବାକ୍ୟ ହାଗାୟ ଭବିଷ୍ୟତ ବକ୍ତାଙ୍କ ମାଧ୍ୟମରେ ସଦାପ୍ରଭୁଙ୍କର ବାକ୍ୟ ଆସୁଛି। କାହା ପାଖକୁ ଆସୁଛି? ଆମେ ଦେଖୁଛୁ ଏଠି ଜିହୁଦାର ଦେଶାଧ୍ୟକ୍ଷ ଜିରୁବାବିଲ ଆଉ ମହାଯାଜକ ଜିହୋଶୟକୁ ଦିଆ ହଉଛି ଏ ବାକ୍ୟ। ହାଗାୟଙ୍କ ଦ୍ୱାରା ସଦାପ୍ରଭୁ ଦଉଛନ୍ତି ସେମାନଙ୍କୁ ଏ ବାକ୍ୟ, ଆଉ ଏଇ ସବୁ ବିଷୟ ସେ ପ୍ରଶ୍ନ କରୁଛନ୍ତି। ଆମେ ଯେତେବେଳେ ଏଜ୍ରା ପୁସ୍ତକ ପଢୁ, ଏଜ୍ରା 5:1 ଲେଖା ହେଇଛି, ଯେତେବେଳେ ଆମେ ପଢୁଛୁ ଜାଣିପାରୁଛୁ ଯେ ହାଗାୟ ଭବିଷ୍ୟତ ବକ୍ତା ଓ ଜିଖରିୟ ଭବିଷ୍ୟତ ବକ୍ତା ଏମାନେ ଜିହୁଦା ଓ ଜେରୁସାଲେମର ଯେତେ ଜିହୁଦୀ ମାନଙ୍କ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିଲେ। ସେଇ ସମୟର ଘଟଣା ଅଟେ ଯେତେବେଳେ କି ଇସ୍ରାଏଲୀୟ ଲୋକମାନେ ବାବିଲରୁ ଫେରି ଆସିଥିଲେ, ଜେରୁସାଲେମକୁ ଫେରି ଆସିଥିଲେ। ତାପରେ ସେତେବେଳେ ସେ ଯୋଉ ଜେରୁସାଲେମ ମନ୍ଦିର ଯୋଉ ନଷ୍ଟ କରିଦେଇଥିଲେ ଶତ୍ରୁ, ସେଇ ଯୋଉ ଆସିଲା ପରେ ଜେରୁସାଲେମ ମନ୍ଦିରକୁ ଆଉ ଥରେ ତାକୁ ରିବିଲ୍ଡ କରିବାର ସମୟ ଆସିଥିଲା। କାହିଁ ସବୁ ଧ୍ୱଂସ ବିନଷ୍ଟ ହେଇସାରିଥିଲା। ସେଇ ମନ୍ଦିରର ସେମାନେ ଏଜ୍ରା 3:10 ଆମେ ଯେତେବେଳେ ଦେଖୁଛୁ, ସେମାନେ ସେ ମନ୍ଦିରର ଫାଉଣ୍ଡେସନ ପକଉଛନ୍ତି। କିନ୍ତୁ ଆମେ ଦେଖୁଛୁ ଯେତେବେଳେ ଏଜ୍ରା 4:24 ପଢିଲା ବେଳକୁ ସେ ମନ୍ଦିରର ତିଆରି କାମଟାକୁ, ସେ ଫାଉଣ୍ଡେସନ ପକା ହେଲା ସିନା ସେ ମନ୍ଦିରର, କିନ୍ତୁ ସେ ମନ୍ଦିର କାର୍ଯ୍ୟକୁ ବନ୍ଦ କରିଦିଆଯାଉଛି। କାରଣ ହଉଛି ଏଇ ଶତ୍ରୁ ମାନଙ୍କର ବିରୋଧ ଆଉ ନିଜର ସ୍ୱାର୍ଥ ଯୋଗୁଁ ସେମାନେ ମନ୍ଦିର ତିଆରି କାମ ବନ୍ଦ କରିଦେଇଥିଲେ। ତାପରେ ଏମିତି ବନ୍ଦ କରିକି ଯୋଉ ମନ୍ଦିର ପୁନର୍ନିର୍ମାଣ କାର୍ଯ୍ୟ ବନ୍ଦ କରିକି ସେମାନେ 16 ବର୍ଷ କାମକୁ ଅଟକେଇକି ରଖିଥିଲେ। 16 ବର୍ଷ ସେମାନେ ସେ ମନ୍ଦିର ନିର୍ମାଣ କାର୍ଯ୍ୟ, ପୁନର୍ନିର୍ମାଣ କାର୍ଯ୍ୟକୁ ବନ୍ଦ କରିକି ରଖିଥିଲେ। ସେଇ ସମୟର ଘଟଣା ଅଟେ। ହାଗାୟ ଭବିଷ୍ୟତ ବକ୍ତାଙ୍କ ମାଧ୍ୟମରେ ସଦାପ୍ରଭୁଙ୍କର ବାକ୍ୟ ଆସୁଛି ଜିରୁବାବିଲଙ୍କ ନିକଟକୁ ଆଉ ଜିହୋଶୟଙ୍କ ନିକଟକୁ। ସେ କହୁଛନ୍ତି
ଆମ୍ଭମାନଙ୍କର ଆସିବାର ସମୟ, ସଦାପ୍ରଭୁଙ୍କର ଗୃହ ନିର୍ମିତ ହେବାର ସମୟ ଉପସ୍ଥିତ ହୋଇନାହିଁ ବୋଲି କହୁଛ। ଆଉ କହୁଛ କି ନା ତାପରେ ସେ ସଦାପ୍ରଭୁ କହୁଛନ୍ତି କି ଏଇ ଗୃହ ମାନେ ଈଶ୍ୱରଙ୍କର ଗୃହ ଉଚ୍ଛନ୍ନ ଅବସ୍ଥାରେ ଭଗ୍ନ ଅବସ୍ଥାରେ ଥାଉ ଥାଉ ତୁମମାନଙ୍କର ନିକଟରେ ତୁମମାନଙ୍କର ନିଜର ଫଳକ ମଣ୍ଡିତ ଗୃହରେ ବାସ କରିବାର କି ସମୟ ଏହି ବୋଲି ପ୍ରଶ୍ନ ପଚାରୁଛନ୍ତି। ସେ କହୁଛନ୍ତି ଯେ ଗୃହ ମାନେ ସେତେବେଳେ ଲୋକମାନେ ସଦାପ୍ରଭୁଙ୍କର ଗୃହ ଧ୍ୱଂସ ଅବସ୍ଥାରେ ଥିଲା। ସେତେବେଳେ ଲୋକମାନେ କିନ୍ତୁ ସଦାପ୍ରଭୁଙ୍କର ସମୟର ଆସିବାର ସମୟ ଆସିନାହିଁ କହୁଛନ୍ତି, ଆଉ ଗୃହ ନିର୍ମିତ ହେବାର ସମୟ ଉପସ୍ଥିତ ହୋଇନାହିଁ ବୋଲି କହୁଛନ୍ତି। ଆଉ ସେମାନେ ମନ୍ଦିର କାମକୁ କରୁନାହାନ୍ତି, ଅଟକେଇକି ରଖିଛନ୍ତି। ସେମାନେ ସେ ଲୋକମାନେ କିନ୍ତୁ ସ୍ୱାର୍ଥପର ହେଇକି ନିଜର ସେ ଲକ୍ଜରିୟସ୍ ଘର ତିଆରି କରିବାରେ ବ୍ୟସ୍ତ ଥିଲେ। ମନ୍ଦିରର ରିପେୟାରିଂ ନ କରିକି ମନ୍ଦିର କାର୍ଯ୍ୟକୁ ଇମ୍ପୋର୍ଟାନ୍ସ ନ ଦେଇକି ସେମାନେ ନିଜର କମ୍ଫର୍ଟ ଲାଇଫ ପାଇଁ ବ୍ୟସ୍ତ ଥିଲେ। ସୁନ୍ଦର ସୁନ୍ଦର ଘର ତିଆରି କରୁଥିଲେ। ସେଇ ସବୁ ପାଇଁ ତାଙ୍କର ସମୟ ଥିଲା, ଅର୍ଥ ବି ଥିଲା, ମନ ବି ଥିଲା। କିନ୍ତୁ ପ୍ରଭୁଙ୍କର ସେଇ ଯୋଉ ସେଇ ମନ୍ଦିର ନିର୍ମାଣ ପୁନର୍ନିର୍ମାଣ କଥା ସେମାନେ ଚିନ୍ତା କରିବା ଭୁଲି ଯାଇଥିଲେ। 16 ବର୍ଷ ଅଟକେଇକି ରଖିଥିଲେ, ଆଉ କରୁନଥିଲେ। ମନ୍ଦିର ଭଗ୍ନ ଅବସ୍ଥାରେ ପଡି ରହିଥିଲା। ମାନେ ତାଙ୍କୁ ଇମ୍ପୋର୍ଟାନ୍ସ ଦଉନଥିଲେ ମନ୍ଦିର ତିଆରି କାର୍ଯ୍ୟକୁ। ଏଠାରେ ସେଥିପାଇଁ ସଦାପ୍ରଭୁ ସେତେବେଳେ ଇସ୍ରାଏଲ ମାନଙ୍କର ଏଇ ଯୋଉ ସ୍ୱାର୍ଥପରତାକୁ ପ୍ରଶ୍ନ କରିଛନ୍ତି। ସେ ଜିହୁଦାବାସୀଙ୍କୁ ସେଦିନ ପ୍ରଶ୍ନ କରୁଛନ୍ତି କି ଯାହାକୁ ପ୍ରାଥମିକତା ଦେବା କଥା ତାକୁ ନ ଦେବା ବିଷୟରେ ସେ ପ୍ରଶ୍ନ କରୁଛନ୍ତି କି ତୁମାନେ ପ୍ରାଥମିକତା ଦେଇକି ନିଜର ଘର ତିଆରି କରୁଛ, କିନ୍ତୁ କୋଉଟା ପ୍ରାଥମିକତା ଈଶ୍ୱରଙ୍କର ମନ୍ଦିରକୁ ପୁନର୍ନିର୍ମାଣ କରିବା ତାକୁ ତୁମମାନେ ପ୍ରାଥମିକତା ଦେଉନାହ ବୋଲି ଆଜି ଏଇ ଆମେ ଯୋଉ ବାକ୍ୟରେ ପଢିଲୁ ସେ ବିଷୟରେ ଆମେ ଦେଖୁଛୁ ସଦାପ୍ରଭୁ ହାଗେଙ୍କ ଦ୍ୱାରା ପ୍ରଶ୍ନ କରୁଛନ୍ତି। ଆଉ ତାପରେ ଆମେ ଦେଖୁଛୁ 1:5 ଲେଖା ହେଇଛି ଯେମିତି ତୁମମାନେ ଆପଣା ଆପଣା ପଥକୁ ବିବେଚନା କର ବୋଲି ସଦାପ୍ରଭୁ ସେମାନଙ୍କୁ କହୁଛନ୍ତି। ସେଇ ଲୋକମାନେ ନିଜର ଯୋଉ ଘର ତିଆରିକୁ ପ୍ରଥମ ପ୍ରାଥମିକତା ଦେଲେ, ଆଉ ପ୍ରଭୁଙ୍କର କାର୍ଯ୍ୟକୁ ପ୍ରଥମେ ପ୍ରାଥମିକତା ଦେଇନଥିଲେ। ସେତେବେଳେ ପ୍ରଭୁଙ୍କର ଏଇ ପ୍ରଶ୍ନ ସେମାନଙ୍କୁ ପଚାରୁଛନ୍ତି। ସେ 5ରେ ବି ଦେଖୁଛୁ ସେଇ ପ୍ରଶ୍ନ, 7ରେ ବି ଆପଣା ଆପଣା ପଥକୁ ବିବେଚନା କର। ସେ କହୁଛନ୍ତି, ପ୍ରଶ୍ନ ପଚାରୁଛନ୍ତି, ତାପରେ କହୁଛନ୍ତି ବିବେଚନା କର, ତମେ କଣ କରୁଛ, ତମମାନଙ୍କର ପଥକୁ ବିବେଚନା କର। କାହିଁକିନା ସେମାନେ ପ୍ରଭୁଙ୍କର କାର୍ଯ୍ୟକୁ ଅବହେଳା କରିଥିଲେ ଆଉ ନିଜର ସ୍ୱାର୍ଥ ଚେଷ୍ଟା କରିଥିଲେ। ତାପରେ ଆମେ ଯେତେବେଳେ ଦେଖୁଛୁ 6ରେ ଯୋଉ ସେମାନେ ଅବହେଳା କଲେ, ପ୍ରଥମ ଇମ୍ପୋର୍ଟାନ୍ସ ଦେଲେନି, ଫାଷ୍ଟ ପ୍ରାୟୋରିଟି କାହାକୁ ଦେବା କଥା ସେଟା ନ ଦେଇକି ସେମାନଙ୍କ ନିଜର କେମିତି ଫଳକ ମଣ୍ଡିତ ଘର, କେମିତି ସୁନ୍ଦର ସୁନ୍ଦର ଲକ୍ଜରିୟସ୍ ଘର, ସୁନ୍ଦର ସୁନ୍ଦର ଅଟ୍ଟାଳିକା, ସେମାନଙ୍କର ରହିବାର ସବୁ ବ୍ୟବସ୍ଥା ସୁନ୍ଦର ସୁନ୍ଦର କରି ଚାଲୁଥିଲେ। ସୁନ୍ଦର ସୁନ୍ଦର ନେମ୍ ପ୍ଲେଟ୍ ଲଗେଇକି ସେମାନେ ଘର ଗୁଡା ସଜାଡିକି ରଖୁଥିଲେ। ସେଇଟାକୁ ଇମ୍ପୋର୍ଟାନ୍ସ ଦେଲେ ଆଉ ପ୍ରଭୁଙ୍କୁ ଅବହେଳା କରିଥିଲେ। ତ ପ୍ରଭୁଙ୍କର ସେମାନଙ୍କ ଉପରେ ଦଣ୍ଡ ଆସୁଛି, ଅଭିଶାପ ଆସୁଛି। ସେ ଦେଖୁଛନ୍ତି ଯେ ସେମାନେ ସ୍ୱାର୍ଥପର ହେଇଯାଇଛନ୍ତି। ପ୍ରାଥମିକତାକୁ କାହାକୁ ଦେବା କଥା ସେମାନେ ଭୁଲି ଯାଉଛନ୍ତି। ସେତେବେଳେ ଆମେ ଦେଖୁଛୁ ଯେ ତାଙ୍କ ଉପରେ ଯୋଉ ଦଣ୍ଡ ଆସୁଛି ସେ ଅବହେଳାର ଦଣ୍ଡ, ପ୍ରାଥମିକତା ନ ଦେବାର ଦଣ୍ଡ ଆମେ ଦେଖୁଛୁ 6ରେ ଲେଖା ହଉଛି, ବହୁତ ବୁଣିଅଛ ମାତ୍ର ଅଳ୍ପ ସଞ୍ଚୟ କରୁଅଛ, ଭୋଜନ କରୁଅଛ ମାତ୍ର ସନ୍ତୁଷ୍ଟ ହଉନାହ, ପାନ କରୁଅଛ କିନ୍ତୁ ତୃପ୍ତ ହେଉନାହ, ବସ୍ତ୍ର ପିନ୍ଧୁଅଛ ମାତ୍ର ଉଷ୍ମ ହେଉନାହ, ବେତନ ଅର୍ଜନ କରୁଅଛ କିନ୍ତୁ କଣା ଥଳିରେ ରଖିବା ପାଇଁ ଅର୍ଜନ କରୁଅଛ। କାହିଁକି ଏସବୁ ବିଷୟ ହଉଛି, ଯେତେ ପରିଶ୍ରମ କଲେ ମଧ୍ୟ ତାଙ୍କର ସେମାନେ ସୁଫଳ ପାଉନଥିଲେ। କାରଣ ସେମାନେ ଈଶ୍ୱରଙ୍କର ଗୃହକୁ ପୁନର୍ନିର୍ମାଣ କଥା କୁ ପ୍ରାଥମିକତା ଦେଇନଥିଲେ ଆଉ ନିଜର ସ୍ୱାର୍ଥ ପଛରେ ଦୌଡୁଥିଲେ। ଆଉ ଈଶ୍ୱରଙ୍କୁ ପ୍ରଥମ ସ୍ଥାନ ନ ଦେବାର ଯୋଗୁ ଏଇ ସବୁ ଅଭିଶାପ ପାଇଥିଲେ ଆଉ ପ୍ରଭୁଙ୍କ ଠାରୁ ଘୁଞ୍ଚି ଯାଇଥିଲା। କାହିଁକି ନା ଆମେ ନିଜେ ଦେଖିପାରୁଛୁ। ଆଉ 1:9 ଲାଷ୍ଟ ପଦରେ ଲେଖା ହଉଛି କାରଣ ଏଇ ସବୁ ହେବାର କାରଣ ଏହି, ଆମର ଗୃହ ଉଚ୍ଛନ୍ନ ହୋଇ ପଡିଅଛି, ମାତ୍ର ତୁମେ ମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଗୃହ ବିଷୟରେ ଦୌଡୁଅଛ। ସେ କହୁଛନ୍ତି ଘର ଉଚ୍ଛନ୍ନ ହେଇକି ପଡିଛି କିନ୍ତୁ ନିଜର ପାଇଁ
निज निजर गृह विषय दौड़ुअछ एई जो प्राथमिकता रंग देइथिबारु से माने आज एई सबु कष्ट पाउछंती दंड पाउछंती अभिशाप पाउछंती आशीर्वाद सेमानकर परिश्रम रे मिलु नहीं आमे एठी देखुछु तापरे आमे देखुछु जेतेबेले सेमाने निजर भूल को बुझी परछंती आमे जेतेबेले तळे पढिबा 12 13 14 15 जेतेबेले आगको पढिबा हागाय पुस्तक 1 रे आमे जानि परिबा जेतेबेले सेमाने निजर निजर भूल को जानि परछंती हागायकर एई जो सदा प्रभु को द्वारा जो वाक्य आसी की पहुंची छी से वाक्य द्वारा से माने निजर निजर भूल को जानि परछंती आ सुधारी निजर निजर भूल को सुधारुछंती आ प्रभु को गृह निर्माण को फास्ट प्रायोरिटी देबा को व्यस्त ही पडुछंती से माने फास्ट प्रायोरिटी सेते बेले देउछंती आ समस्ते आमे जेतले 12 रो पढिबा लेखुचे से माने सदा प्रभु को छामुरे भीत होई आसुछंती आ ये जो हागायंकर मेसेज को जो सदा प्रभुंकर वाक्य को से माने शुणुचंती जिरुबाबिल आ जिहोशया आ समस्त जिहुदा लोक सदा प्रभु को भय करूचंती आ मंदिर निर्माण कार्य को पुणी आरंभ करले आ प्रभु को जीवन रे प्रथम स्थान देले आ तांकर कार्य को फास्ट प्रायोरिटी देबाटा बुझिले आ तापरे प्रभुंकर आशीर्वाद केमती अटकी जाए प्राथमिकता न देले प्रभुंकर कार्य को ताहा सब विषय बुझी पारले तापरे से माने हागायंकर मेसेज अनुसार से माने निजे सजाड़ी हे गले आओ मंदिर कार्य को आरंभ करछंती आमे देखु जो हागायंकर एई जो प्रचार को हागायंकर जो सदा प्रभुकर वाक्य जो आसीची तांकर जो एई प्रचार कार्य से मात्र 24 डेज रे लोक माने काम आरंभ कर देथिले काइना दारियाबस राजार अधिकार द्वितीय वर्षर षष्ठ मासर प्रथम दिन रे वाक्य आसिला सदा प्रभुक पाखको आ जेतबेले कार्य आरंभ हैला लेखाइची 1 रो हागाय 1 रो 14 रे लेखाइची माने पुणी सदा प्रभु सल्टियर रो पुत्र जिहुदीय देशाध्यक्ष जिरुबाबिल को आत्मा को और जिहोशदक पुत्र जिहोशय महाजाजक आत्मा को आ लोक मानकर अवशिष्टांश समस्तଙ୍କର आत्मा को उत्तेजित कले तहिरे से माने दारियाबस राजार अधिकार द्वितीय वर्षर षष्ठ मासर चतुर्विंश दिन रे आसी सैन्याधिपति सदा प्रभु आपण मानक परमेश्वर गृह रे कार्य कले आमे देखुछु मात्र हागायंकर प्रचार सुनी 24 दिन भितरे जेति वाक्य से सुनिले सदा प्रभुकर वाक्य जिहुदावासी लोक माने तांकर काम आरंभ कर दउचंती निजर भूल को बुझी परचंती आ ईश्वर को प्रथम स्थान दउचंती मंदिर तैयारी काम रे बाहरी पडिचंती सेही समय रे पुनी सदा प्रभु सेमान को हागायंक द्वारा वाक्य पठौचंती जेतबेले 1 रो 13 रे पढुछु सदा प्रभु कहंती हागायंक द्वारा जणाउचंती आम्भे तुम मानकर संगे संगे अछु प्रभु केते खुशी जाउचंती कहउचंती मु तुमनक सहित अछि प्रभु केते खुशी जाउचंती से दिन ए वाक्य आम जो पढ़िलु आज हागाय 1 रो 7 रो ए जो हागाय टॉपिक टा ही आम जो आज देखिलु ए जो विषय से दिन ईश्वर सदा प्रभुकर वाक्य जिरुबाबिल जिहोशय जिहुदावासी पाखक आसीतिला किंतु आज ये मेसेज आम मान को आज प्रभु कहउचंती ए मेसेज आज आम मान को पाखक आसीची ए लेटर टा आज आम मान को पाखक आसीची आज आम मान को प्रभु कहउचंती आमन को कहउचंती कि आमे माने प्रभुंकर कार्य को प्राथमिकता दउछु ना जागतिक विषय को प्राथमिकता दउछु आज हमको प्रभु प्रश्न करूछंती आमे काहा को प्रायोरिटी दउछु निजे निज को विवेचना करिबा परीक्षा करिबा आवश्यक अछि आज हमनकर आज कोन आमे जागतिक विषय को ईश्वरक विषय ठारो अधिक गुरुत्व दउछु कि ताहा आमे निजे निज को परीक्षा करिबा आमे विवेचना करिबा आवश्यक अटे कहीं जिते बड़े सब विषय आम जानी परिबा आमे माने प्रभुंकर जिते बड़े ईश्वरंकर ए विषय को आमे इम्पोर्टेंस देबा तो प्रभुंकर ब्लेसिंग्स आम जीवन को आसीबो आमे ताहा जिते बड़े प्रभु जीशुंकर वाक्य आम समस्ते सुनी सारिचु ईश्वरंकर आगमनर दिन सन्निकट बोली आमे समस्ते जानी सारिचु समस्ते आमे केमती ईश्वरंकर निकटवर्ती हेई परिबु आमनकर केमती आत्मिक ग्रोथ हेई परिबो आमे केमती प्रभुंक पाखक दिने आमनकर डेस्टिनेशन
जो अच्छी आम जमी आम निज निजर डेस्टिनेशन को पहुंचबू बोली आम मैंने जो सदा सर्वदा जाग्रत रोचु आज आम ये बसबार कारण भी ताहा आम मैंने निज निजर आत्मिक उन्नति चाहूचु आम मैंने निजे निजे प्रस्तुत होचु निज निज जीवन को आउ वाक्य माध्यम गीत माध्यम प्रभु को गौरव दौचु आ प्रभु को आम आशीर्वाद चाहूचु आ प्रभु आशीर्वाद आम मैंने पाउछु यही सब विषय को आम जो देखुचु प्रभुଙ୍କର आगमन दिन सन्निकट आ प्रभु आज आमको कहते प्रभु ये जो मंदिर तैयारी करिवार समय आसी ना यार अर्थ है आम जीवन को ईश्वर आम जीवन को सजाड़बार समय आसीनी कहते ईश्वर आम जो ईश्वर पाखे पहुंचबार अच्छी आमर जीवन को सजाड़ा पड़ो आमर जीवन को सजैले जाइए आम मैंने से जमती चाहती से हिसाब रे आम हृदय आम मन सेमिति सजाड़ी हवा दरकार हेले जाइए प्रभु रहिबे कहीं आम समस्ते जानिचु ईश्वर गृह आज आमर आमर हृदय होची आमनकर आमने होची ईश्वर मंदिर जेतेबेले आम प्रथम करंथियो तार 3:16 पढ़ुचु प्रथम करंथियो 3:16 लिखा अछि पढ़ुची प्रथम करंथियो 3:16 लिखा होची पाउल जनाउछंती तुमे माने कि जान नहीं जे पवित्र आत्मा को द्वारा पाउल जनाउछंती हमन को केते सुंदर वाक्य तुम माने कि जान नहीं जे तुम माने ईश्वर को मंदिर आ ईश्वर को आत्मा तुमन को अंतर रे वास करंती तो प्रभु एबे आमन को आउ सेही मंदिर रे रहु नाहंती प्रभु आमन को हृदय रे रहउछंती आउ ईश्वर आत्मा आमन अंतर रे वास करुछंती तो आमनकर ये हृदय रूपी मंदिर को हमको सजाड़ा पड़ेगा कहीं ईश्वर ये ही वास करते तो आम ये वाक्य अनुजाई आम मैंने सब निजर हृदय रूप गृह को सजाड़ा प्रभु रहिबार गृह को प्रथम सजाड़ा तापर जागतिक विषय को ध्यान देवा जदि आम प्रभुंकर गृह को सजाड़ा प्रथम इम्पोर्टान्स देवानी जागतिक विषय को सजाड़ा आग इम्पोर्टान्स देवा ताहले आमनकर मध्य जीवन जिहुदी मान भाया तो आम मैंने चेष्टा आम मैंने सदा सर्वदा आमर मूल उद्देश्य रमन हृदय को आम केमती सजाड़ा कहीं ईश्वर आमन हृदय रे वास करती से ये हूँ आमनकर जो आधुनिक मंदिर कहीं प्रभु ये रहती हृदय आम आमर देखा आम आज हमको यही विश्वासी मान को प्रश्न आसी आमनकर जीवन रे ईश्वर स्थान क्यों जदि आम निजर निजर चाकरी पछरे आमनकर परिवार पछरे आ जो लग्जरीस आमनकर जागतिक जो लग्जरीयस लाइफ ए कंफर्ट लाइफ को जदि इम्पोर्टान्स दौचु ईश्वर सेवा को ईश्वर राज्य वृद्धि को प्रभुंकर कार्य को प्रथम जदि आम इम्पोर्टान्स देउन ताहले आमनकर मध्य वेतन कणामुणी रे पड़िबा सहित समान हो आमनकर सबु परिश्रम वृथा हो आमनकर फोकस रहिबा कथा प्रभुंकर जो मिशन आत्मा जो मैंने विनष्ट हो जाउछंती से माने केमती रक्षा पाइबे आमको मध्य से जो दायित्व देइछंती ईश्वर राज्य वृद्धि पाई आउ अनेक जंती आत्मा के विनष्ट न होंतु से विषय जो आमको कहिछंती तांकर सेही तांकर जो कार्य को ताके आम निज को जीवन को सजाड़ा आउ तांकर कार्य को आमे आगे नेबा तांकर कार्य को भी अवहेला करबा नै हेले जाई कि प्रभु आमन को आशीर्वाद करिवे आउ आमे माने जो परिश्रम करबा तार फल पाइबा आमे हमर जो बाह्यक आ सांसारिक जीवन रे व्यस्त रही निजर स्पिरिचुअल लाइफ को नेग्लेक्ट करबा नाही आमर आत्मिक जीवन को सुदृढ़ करबा पई प्रभुंकर सेवा करबा प्रभु को प्रत्येक कार्य जो कार्य करबा ईश्वरकर सेतिरे संतोष अछि कि ईश्वरकर इच्छा अछि कि नै ताहा सब विवेचना करबा आ प्रभुंकर महिमा निमंते आमे माने कार्य करबा आउ आध्यात्मिक कार्य आमर आत्मिक जीवन को अवहेला करबानी आ सब बेले आमनकर ए स्पिरिचुअल ग्रोथ केमती हबो सेही विषय रे आमनको प्राथमिकता देबा को पड़िबो काना लोक माने सदा कहउतले जे मंदिर निर्माण समय आसी नै किंतु आमने मन रखिबा ईश्वरंकर कार्य
ଈଶ୍ୱରଙ୍କର କାର୍ଯ୍ୟ ପାଇଁ ସଦାସର୍ବଦା ଆମମାନେ ଉଦ୍ଯୋଗୀ ରହିବା ଉଚିତ ଅଟେ। କୌଣସି ଉପଯୁକ୍ତ ସମୟକୁ ଆମମାନେ ଅପେକ୍ଷା କରିବା ଉଚିତ ନୁହେଁ। ଆମେ ସଦାସର୍ବଦା ଈଶ୍ୱରଙ୍କର କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ଜୀବନ କାଟିବା। କାହିଁକିନା ଈଶ୍ୱରଙ୍କୁ ଛାଡ଼ି ନିଜର ସୁଖ ଯେତେବେଳେ ଆମେ ଖୋଜିବୁ ତାହା ସବୁ ଜୀବନରେ ଆମକୁ ସ୍ପିରିଚୁଆଲ ସାଟିସ୍ଫାକ୍ସନ ଆମମାନଙ୍କୁ ଦେବ ନାହିଁ। ତ ଆମେ ମାନେ କ'ଣ କରିବା, ଆମମାନେ ପ୍ରଭୁଙ୍କୁ ପ୍ରାଥମିକତା ଦେବା, ପ୍ରଭୁଙ୍କର କାର୍ଯ୍ୟକୁ ପ୍ରାଥମିକତା ଦେବା। କେମିତି ଦେଇପାରିବା? ଆମେ ଯେତେବେଳେ ପ୍ରଭୁ ଚାହାନ୍ତି, ମାଥ୍ୟୁ 6:33 ସେ କହୁଛନ୍ତି, ମାଥ୍ୟୁ 6:33 ପ୍ରଭୁ କହୁଛନ୍ତି କି ତୁମେ ମାନେ ପ୍ରଥମରେ ତାହାଙ୍କ ମାନେ ପ୍ରଭୁଙ୍କ ଯୀଶୁଙ୍କ ରାଜ୍ୟ ଓ ଧାର୍ମିକତାକୁ ଅନ୍ୱେଷଣ କର, ଆଉ ଏଇ ସମସ୍ତ ବିଷୟ ମଧ୍ୟ ତୁମମାନଙ୍କୁ ଦିଆଯିବ। ଆମମାନେ ଯେତେବେଳେ ପ୍ରଭୁଙ୍କ ରାଜ୍ୟ ଧାର୍ମିକତାକୁ ଅନ୍ୱେଷଣ କରିବା, ଈଶ୍ୱରଙ୍କର ରାଜ୍ୟ କେମିତି ବୃଦ୍ଧି ହେବ, ଆଉ ଆମେ ନିଜେ କେମିତି ସଜାଡ଼ି ହେବା ଓ ଅନ୍ୟମାନଙ୍କୁ ମଧ୍ୟ ସତର୍କ କରିବା ତାଙ୍କର ଦ୍ୱିତୀୟ ଆଗମନର ଯେ ସନ୍ନିକଟ, ଏଇସବୁ ବିଷୟକୁ ଆମେ ଧ୍ୟାନ ଦେବା, ତାହେଲେ ଆମର ରେଷ୍ଟ ଯାହା କିଛି ବିଷୟ ଅଛି ସେସବୁ ବିଷୟ ସେ ବୁଝିବେ। ସେ କହୁଛନ୍ତି ଆଉ ଆମେ ପ୍ରାଥମିକତା ତାଙ୍କର ବିଷୟକୁ ଦେବା ପାଇଁ ସେ କହୁଛନ୍ତି। ଏଇ ପଦ ଗୁଡ଼ିକ ଆମମାନଙ୍କୁ ଆଜି ସତର୍କ କରୁଛି ଯେ ଆମେ ପର୍ସନାଲ ଲାଇଫ ଆଉ କମ୍ଫର୍ଟକୁ ବେଶୀ ଇମ୍ପୋର୍ଟାନ୍ସ ଦଉଛୁ ନା ଈଶ୍ୱରଙ୍କ ରାଜ୍ୟ ଧାର୍ମିକତାକୁ, କି ସ୍ୱର୍ଗ ରାଜ୍ୟ ବୃଦ୍ଧିକୁ ଫାଷ୍ଟ ଇମ୍ପୋର୍ଟାନ୍ସ ଦଉଛୁ। ତ ଆମେ ଆତ୍ମିକ ବିଷୟକୁ ଇମ୍ପୋର୍ଟାନ୍ସ ଦେବା ଆଉ ନିଜର ସ୍ୱାର୍ଥପରତାକୁ ଛାଡ଼ିବା। ଆମମାନଙ୍କର ନିଜର ଯେଉଁ ସ୍ୱାର୍ଥପର ହେଇଯାଇକି ସେମାନେ ସେଦିନ ମନ୍ଦିର ତିଆରି କରୁନଥିଲେ, ନିଜର ଲାଇଫ ପାଇଁ ସେମାନେ ବ୍ୟସ୍ତ ହଉଥିଲେ। ଆମେ କ'ଣ ଆଜି ଜାଗତିକ ଜୀବନ ପାଇଁ ଆମେ କ'ଣ ସ୍ୱାର୍ଥପର ହେଇ ଜାଗତିକ ବିଷୟକୁ ପ୍ରଥମ ଇମ୍ପୋର୍ଟାନ୍ସ ଦେଇକି ତା ପାଇଁ ଆମର ଜୀବନର ଯେଉଁ ସମୟ, ଯେଉଁ ଅର୍ଥ, ଯେଉଁ ଆମଙ୍କର ନିଷ୍ପତ୍ତି ସବୁ କିଛି ଜାଗତିକ ହିସାବରେ କରୁଛୁ ନା ଈଶ୍ୱରଙ୍କୁ ପ୍ରଥମ ସ୍ଥାନ ଦେଲା ଭଳିଆ ଡିସିଜନ ନଉଛୁ, ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେଲା ଭଳିଆ ଆମର ଅର୍ଥକୁ ବ୍ୟବହାର କରୁଛୁ, ପ୍ରଭୁ କୋଉଥିରେ ସନ୍ତୋଷ ହୁଅନ୍ତି, ପ୍ରଭୁଙ୍କର ଇଚ୍ଛା କ'ଣ ତାହା ଆମେ ଜାଣିବା ପାଇଁ ଚେଷ୍ଟା କରୁଛୁ, ତାହା ଆମେ ଆଜି ବିବେଚନା କରିବା। ଆଉ ଦେଖିବା ଆମେ ସବୁବେଳେ ଯୋଉ ଡିସିଜନ ନଉଛୁ, ଯୋଉ ସମୟକୁ ପ୍ରଭୁଙ୍କୁ ଦଉଛୁ, ଆଜି ଯେମିତି ପ୍ରଭୁଙ୍କୁ ଆମେ ପ୍ରାଥମିକତା ଦେଉଛୁ ବୋଲି ଆଜି ରାତି 4ଟାରୁ ଫାଷ୍ଟ ଦିନର ପ୍ରଥମ ସମୟକୁ ବାଛି ନେଇଛନ୍ତି ଆପଣମାନେ। ଫାଷ୍ଟ ସମୟକୁ କି ପ୍ରଥମ ସମୟର ବି ପ୍ରାଥମିକତା ଦ୍ୱାରା ପ୍ରଭୁ ଗୌରବ ପାଆନ୍ତୁ। ଏଇଥିରୁ ଆମେ ଦେଖୁଛୁ ଯେ ସମୟକୁ ଆମେ କେମିତି ଇମ୍ପୋର୍ଟାନ୍ସ ଦଉଛୁ। ସେମିତି ଆମ ଜୀବନର ପ୍ରତିଟି ଡିସିଜନରେ ପ୍ରଭୁଙ୍କର ଇଚ୍ଛାକୁ ପ୍ରାଧାନ୍ୟ ଦେବା। ଅର୍ଥ ଯେଉଁ ଆମେ ମାନେ ଯାହା ଇନକମ୍ ଅଛି ସେଥିରେ ବି ପ୍ରଥମ ପ୍ରାଥମିକତା ତାଙ୍କୁ ଦେବା, ପ୍ରଭୁଙ୍କ ରାଜକାର୍ଯ୍ୟ ପାଇଁ ବ୍ୟବହାର କରିବା। ଆମମାନଙ୍କର ଜୀବନରେ ଯୋଉ କାର୍ଯ୍ୟ କରୁଛୁ ସେଥିରେ କ'ଣ ଈଶ୍ୱର ଗୌରବ ପାଉଛନ୍ତି କି ତାକୁ ବି ଆମେ ପ୍ରାଥମିକତା ଦେବାକୁ ପଡ଼ିବ। ଏଇସବୁ ବିଷୟକୁ ଆମେ ଧ୍ୟାନ ଦେବାକୁ ପଡ଼ିବ। ଆଉ ସବୁବେଳେ ନିଜର ପଥକୁ ଆମେ ବିବେଚନା କରିବା। କାହିଁକିନା ଆମକୁ ବିବେଚନା କରିବାର ସମୟ ପ୍ରଭୁ କହୁଛନ୍ତି କି ଏବେ ବି ସମୟ ଅଛି, ବିବେଚନା କର ଆଉ ସଜାଡ଼ି ହୁଅ। କାହିଁକିନା ଯେତେବେଳେ ବିଳାପ 3:40 ଲେଖା ହେଇଛି, ଆମେ ମାନେ ଆପଣା ପଥ ଅନୁସନ୍ଧାନ ପରୀକ୍ଷା କରୁ, ପୁଣି ସଦାପ୍ରଭୁଙ୍କ ପ୍ରତି ଫେରୁ। ପ୍ରଭୁ ଆଜି ବି ଆମମାନଙ୍କୁ ସମୟ ଦେଇଛନ୍ତି ଆଉ କହୁଛନ୍ତି କି ଆପଣା ପଥକୁ ଅନୁସନ୍ଧାନ କର ଆଉ ପରୀକ୍ଷା କର। ଯଦି ଭୁଲ ହେଇଯାଇଛି, କୋଉଠି ଦୁର୍ବଳତା ରହିଯାଇଛି, ପ୍ରାଥମିକତା ଆମେ ଯଦି ଆଜି ଜୀବନରେ ଦେଇନୁ ନିଜର ଇଚ୍ଛାକୁ ଜାଗତିକ ସୁଖକୁ ଆଜି ଫାଷ୍ଟ ପ୍ରାୟୋରିଟି ଦେଇଛୁ ଆଉ ପ୍ରଭୁଙ୍କୁ ଅବହେଳା କରିଛୁ, ତାହେଲେ ଆଜି ମଧ୍ୟ ଆମେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସୁ ବୋଲି ପ୍ରଭୁ ଆମମାନଙ୍କୁ ଆଜି କହୁଛନ୍ତି। ଆଉ କହୁଛନ୍ତି ଏଠି ଆମେ ଦେଖୁଛୁ 5ରେ ବି ସେଇ କଥା, 7ରେ ବି ସେଇ କଥା, ଠିକ ବିବେଚନା କର, ପଥ ବିଷୟ ବିବେଚନା କର କହୁଛନ୍ତି। ଆମେ ଦେଖୁଛୁ ନିୟମିତ ଭାବରେ ଆମର ଜୀବନଶୈଳୀ, ଆମର ଲାଇଫଷ୍ଟାଇଲ ଆମେ କ'ଣ କରୁଛୁ ସେଇଥିରେ ପ୍ରଭୁଙ୍କର ଗୌରବ ହଉଛି ତ, ଫାଷ୍ଟ ପ୍ରାୟୋରିଟି ତାଙ୍କୁ ଦଉଛୁ ତ, ସବୁକୁ ଆମେ ଚେକ୍ କରିବା। ଡିସିଜନକୁ ଏଇସବୁ ବିଷୟକୁ ସବୁବେଳେ ପ୍ରତିଦିନ ଆମେ ଅନେକ ବିଷୟରେ ଡିସିଜନ ନେଇଛୁ, କୋଉଟାରେ ଈଶ୍ୱରଙ୍କର ସନ୍ତୋଷ ଅଛି, କୋଉଥିରେ ଆମେ ପ୍ରଭୁଙ୍କ ଇମ୍ପୋର୍ଟାନ୍ସ ଦଉଛୁ ତାକୁ ଦେଖିବାକୁ ପଡ଼ିବ। ତାହେଲେ ପ୍ରଭୁଙ୍କ ଯେତେବେଳେ ବିବେଚନା କରିବା ଆମେ ଜାଣିପାରିବା ଆଉ ପ୍ରଭୁଙ୍କ ଠାରେ ଲାଗି ରହିବା ଆଉ ସ୍ୱାର୍ଥପରତାକୁ ଆମେ ତ୍ୟାଗ କରିବା। ସ୍ୱାର୍ଥପର ହେବାନି, କାହିଁକିନା ପ୍ରଭୁ ମୋଟରୁ ଭଲ ପାଆନ୍ତିନି ସ୍ୱାର୍ଥପର ମଣିଷକୁ। କାହିଁକିନା ଆମେ ଯେତେବେଳେ ଦେଖୁଛୁ ପ୍ରଥମ କରନ୍ଥୀୟ 10:24 ଲେଖା ହଉଛି,
କେହି ନିଜର ସ୍ୱାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ। ସେଦିନ ସେମାନେ ସ୍ୱାର୍ଥପର ହେଇକି ନିଜର ଘର ବନେଇବାରେ ବ୍ୟସ୍ତ ଥିଲେ ଆଉ ମନ୍ଦିର କାର୍ଯ୍ୟକୁ ନେଗ୍ଲେକ୍ଟ କରିଥିଲେ, ପ୍ରାଥମିକତା ପ୍ରଭୁଙ୍କ କାର୍ଯ୍ୟକୁ ଦେଇନଥିଲେ। ସେମିତି ଆମେ ସ୍ୱାର୍ଥପର ଯଦି ହେଇଯିବା ଜଗତରେ, ଆମେ ନିଜର ମାନେ ସବୁବେଳେ ନିଜର ପର୍ସନାଲ ଜିନିଷକୁ ଆମେ ବେଶୀ ଇମ୍ପୋର୍ଟାନ୍ସ ଦେବା। ତ ସେଥିପାଇଁ ସ୍ୱାର୍ଥପର ହେବାନି। ପ୍ରଭୁ ଚାହାନ୍ତିନି ନିଜର ପ୍ରଶଂସା, ନିଜର ନାଁ ଏଇ ସବୁ କମେଇବା ପାଇଁ ଆଜି ଜଗତରେ ମଣିଷ ବ୍ୟସ୍ତ ହେଇ ପଡୁଛି। ନିଜ ପାଇଁ ନିଜକୁ ଫୋକସ କରୁଛି। ତ ଆମେ ସ୍ୱାର୍ଥପର ହେବାନି। ଆମେ ବୁଝିପାରିବା ପ୍ରଭୁ କଣ ଚାହାନ୍ତି, ପ୍ରଭୁଙ୍କର ଇଚ୍ଛା କଣ, ପ୍ରଭୁ କୋଉଥିରେ ସନ୍ତୁଷ୍ଟ ହୁଅନ୍ତି। ପ୍ରଭୁଙ୍କୁ ପ୍ରାଥମିକତା ଦେବା ଦ୍ୱାରା ଯେ ଆମେ ଅନେକ ଆଶୀର୍ବାଦର ଅଧିକାରୀ ହେବା ସବୁବେଳେ ମନେ ପକେଇବା। ଆଉ ଆମେ ମାନେ ସ୍ୱାର୍ଥପରତାର ଜୀବନକୁ ଛାଡ଼ିଦେବା। ଆଉ ଆମେ ମନେ ପକେଇବା, ଆମେ ଯେତେବେଳେ ଯଦି ନିଜକୁ ବିବେଚନା କରିବା କି ଆମ ଜୀବନରେ ପ୍ରଭୁ, ଆମର ଜୀବନରେ ପ୍ରଥମରେ ପ୍ରଭୁ ଅଛନ୍ତି ନା ଆମର ଘରକୁ ଆମେ ଫାଷ୍ଟ ପ୍ରାୟୋରିଟି ଦେଇଛୁ, କି ଆମର ଜବକୁ ଦେଇଛୁ, କି ଅର୍ଥକୁ ଦେଇଛୁ। ଏଇ ସବୁ ଜିନିଷ ଜଗତରେ ଆମମାନଙ୍କ ଜୀବନରେ ଅନେକ ସମୟରେ ପ୍ରାଥମିକତା, ମଣିଷର ଜୀବନରେ ଏତେ ପ୍ରକାର ଶୈତାନର ଟେମ୍ପଟେସନ ଆସେ। ଆମେ ପ୍ରାଥମିକତା ଅନେକ ସମୟରେ ଆମର ପର୍ସନାଲ ଲାଇଫକୁ, ଆମର ଜବକୁ, ଆମର ମନିକୁ, ଏଇସବୁ ବିଷୟକୁ ଫାଷ୍ଟ ପ୍ରାୟୋରିଟି ଦେଇଥାଉ। ତାକୁ ଆମେ ସବୁବେଳେ ଚେକ୍ କରିବା ଆଉ ନିଜେ ସତର୍କ ହେବା। କାହିଁକିନା ପ୍ରଭୁ ଆମକୁ ବିବେଚନା କରିବା ପାଇଁ କହୁଛନ୍ତି। ତମେ ବିବେଚନା କର, ସବୁବେଳେ ଆମେ ଚେକ୍ କରିବା ଆମେ କଣ କରୁଛୁ। ତାପରେ ଯଦି ଆମେ ପରମେଶ୍ୱରଙ୍କର କାର୍ଯ୍ୟକୁ, ପ୍ରଭୁଙ୍କର ସେବାକୁ, ଈଶ୍ୱରଙ୍କର ଇଚ୍ଛାକୁ, ତାଙ୍କ ରାଜ୍ୟ ଧାର୍ମିକତାର କାର୍ଯ୍ୟକୁ ଆମେ ଯଦି ଅବହେଳା କରିବା ଆଉ ସ୍ୱାର୍ଥପର ପଛରେ ଦୌଡ଼ିବା, ହେଲେ ଆମମାନଙ୍କର ପରିଶ୍ରମ ସବୁ ନିଷ୍ଫଳ ହେଇଯିବ। ଆଉ ଈଶ୍ୱରଙ୍କୁ ପ୍ରଥମ ସ୍ଥାନ ଯଦି ଆମେ ନ ଦଉ, ତାହେଲେ ଆମେ ପ୍ରଭୁ ଆମକୁ ଆଶୀର୍ବାଦ କରିବେ ନାହିଁ, ଆମ ଆବଶ୍ୟକତା ପୂରଣ କରିବେ ନାହିଁ। ଯଦି ତାଙ୍କୁ ପ୍ରଥମ ପ୍ରାଥମିକତା ଦେବା, ସେ ଆମକୁ ସବୁ ପ୍ରକାର ବ୍ଲେସିଂସରେ ସେ ଆମକୁ ଭରିଦେବେ। ଆଉ ଆମ ଜୀବନରେ ତାଙ୍କର ସେ ଶାନ୍ତି ଆମ ଜୀବନରେ ଆସିବ। ଆଉ ଆମର ପ୍ରତ୍ୟେକ କାର୍ଯ୍ୟ, ଯୋଉ ବି କାର୍ଯ୍ୟ କରିବା, ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଆଉ ତାଙ୍କର ସେ ବ୍ଲେସିଂସର ହସ୍ତ ଆମମାନଙ୍କ ଜୀବନରେ ରହିବ। ସେଥିପାଇଁ ଯେତେବେଳେ ସେମାନେ କଠିନ ପରିଶ୍ରମ କରୁଥିଲେ, ଆମେ ଦେଖିଲୁ ସେମାନେ ବୁଣୁଥିଲେ କିନ୍ତୁ ପାଉନଥିଲେ, ସେମିତି ଅମଳ କରୁନଥିଲେ, ଖାଉଥିଲେ ତୃପ୍ତ ନଥିଲେ। ଏସବୁରେ ଆମେ ଜାଣିପାରୁଛୁ ଏମାନେ ଏତେ କଠିନ ପରିଶ୍ରମ କଲେ ବି ଅଳ୍ପ ଫଳ ପାଉଥିଲେ। କାହିଁକିନା ସେମାନେ ତାଙ୍କର ସେଦିନ ପ୍ରାଥମିକତା ଦେବାର ଭୁଲ ହେଇଯାଇଥିଲା। ତ ଆଜି ଯଦି ଆମେ ପ୍ରାଥମିକତା ଆମର ଭୁଲ ହେଇଯାଉଛି, ତେବେ ଆମର ପରିଶ୍ରମର ଫଳ ଈଶ୍ୱରଙ୍କର ଆଶୀର୍ବାଦ ବିନା କଣା ଥଳିରେ ପଇସା ରଖିବା ପରି ହେଇଯିବ। ତ ଆମେ ପ୍ରଭୁଙ୍କୁ ଫାଷ୍ଟ ପ୍ରାୟୋରିଟି ଦେବା ଆଉ ତାଙ୍କର ସେ ଆଶୀର୍ବାଦକୁ ପାଇବା। ଆଉ କାହିଁକିନା ପ୍ରଭୁଙ୍କର ସେଇ ଯୋଉ ଖୁସି, ଶାନ୍ତି, ଆନନ୍ଦ ସିଏ ହଉଛି ପରମାନେଣ୍ଟ। ଆଉ ବାକି ସବୁ ହଉଛି ଜାଗତିକ ଜିନିଷ, ହଉଛି ଟେମ୍ପରାରୀ। ତ ସବୁବେଳେ ଆମେ ଫୋକସ କରିବା ଆମମାନଙ୍କର ସ୍ପିରିଚୁଆଲ ଲାଇଫ, ସ୍ପିରିଚୁଆଲ ଥିଙ୍ଗକୁ, ପ୍ରଭୁଙ୍କର ଖୁସିକୁ, ପ୍ରଭୁଙ୍କର ଇଚ୍ଛାକୁ ଫାଷ୍ଟ ପ୍ରାୟୋରିଟି ଦେବା। କାହିଁକିନା ପ୍ରଭୁ ତାହା ଚାହାନ୍ତି। ଆମକୁ ଏ ଜଗତକୁ ପଠେଇଛନ୍ତି, ଜଗତରେ ରହିକି ଆମକୁ ସବୁ ଫେସ୍ କରିବାକୁ ପଡିବ। କିନ୍ତୁ ଜଗତରେ ରହି ପ୍ରଭୁ ଚାହାନ୍ତି ଆମେ ପୃଥକୀକୃତ ଜୀବନ କାଟିବା, ତାଙ୍କ ପାଇଁ ବଞ୍ଚିବା, ତାଙ୍କର ଗୌରବ ନିମନ୍ତେ ବ୍ୟବହୃତ ହେବା। ପ୍ରଭୁ ଯୋଉ କାର୍ଯ୍ୟ ପାଇଁ ଆମକୁ ପଠେଇଛନ୍ତି, ଆମମାନଙ୍କର ଜୀବନ ଦ୍ୱାରା ସେ ଗୌରବ ପାଆନ୍ତୁ, ସେ ମହିମା ପାଆନ୍ତୁ। ଯେତେବେଳେ ଆମେ ଈଶ୍ୱରଙ୍କର ଇଚ୍ଛାକୁ ଅବହେଳା କରି ନିଜରି ଇଚ୍ଛାକୁ ପୂରଣ କରୁ, ସେତେବେଳେ ଆମର ଆତ୍ମିକ ଆଉ ଶାରୀରିକ ସବୁ ଗ୍ରୋଥ ବନ୍ଦ ହେଇଯାଇଥାଏ। ସେଥିପାଇଁ ଆମେ ମନେ ରଖିବା, ଆମେ ଯଦି ଜଗତର ଗ୍ରୋଥ ଚାହୁଁଛୁ, ଜାଗତିକ ବି ବ୍ଲେସିଂସ ଚାହୁଁଛୁ, ତ ଫାଷ୍ଟ ପ୍ରାୟୋରିଟି ଆତ୍ମିକ ଗ୍ରୋଥକୁ ଇମ୍ପୋର୍ଟାନ୍ସ ଦେବା, ଈଶ୍ୱରଙ୍କର ଇଚ୍ଛାକୁ ଇମ୍ପୋର୍ଟାନ୍ସ ଦେବା, ପ୍ରାଥମିକତା ଦେବା। କାହିଁକିନା ଆମେ ଯେତେବେଳେ ପ୍ରଭୁଙ୍କୁ, ଯୀଶୁଙ୍କୁ ଆମେ ଯେତେବେଳେ କେନ୍ଦ୍ରବିନ୍ଦୁ କରିବା ଆମ ଜୀବନର, ଆମର ତାଙ୍କର କାର୍ଯ୍ୟକୁ ସର୍ବୋଚ୍ଚ ଭାବରେ ପ୍ରାଥମିକତା ଦେବା, ସେତେବେଳେ ଆମର ସବୁ ଆବଶ୍ୟକତାକୁ ସେ ପୂରଣ କରିବେ, ଆମ ଜୀବନକୁ ଆଶୀର୍ବାଦ କରିବେ। ସେଥିପାଇଁ ଆମେ ଜାଗତିକ ଗୃହକୁ ନ ସଜାଡ଼ି ଆମଙ୍କ ହୃଦୟ ରୂପ ଗୃହକୁ ସଜାଡ଼ିବା। କାହିଁକିନା ପ୍ରଭୁ ଆମଙ୍କ ହୃଦୟରେ ବାସ କରନ୍ତି। ସେଥିପାଇଁ ଆମେ କଣ କରିବା, ସମ୍ପୂର୍ଣ୍ଣ ହୃଦୟରେ ଈଶ୍ୱରଙ୍କୁ ପ୍ରେମ କରିବା, ସମ୍ପୂର୍ଣ୍ଣ ହୃଦୟ ସହିତ ପ୍ରଭୁଙ୍କୁ ପ୍ରେମ କରିବା। କାହିଁକିନା ଆମେ ଯେତେବେଳେ ବାକ୍ୟରେ ଦେଖୁଛୁ, ମାଥ୍ୟୁ 22:37 ଯୀଶୁ ତାଙ୍କୁ କହୁଛନ୍ତି, ତୁମେ ଆପଣର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଦେଇ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରେମ କର। ପ୍ରଭୁ ଚାହାନ୍ତି ତ ଆମେ ସବୁବେଳେ ସମ୍ପୂର୍ଣ୍ଣ ହୃଦୟ ସହିତ
ईश्वरଙ୍କୁ ପ୍ରେମ କରିବା, ପ୍ରଭୁଙ୍କର କାର୍ଯ୍ୟ କୌଣସି ଦେଖାଣିଆ କରିବାନି, ଈଶ୍ୱରଙ୍କର ସେବାକୁ ହୃଦୟ ସହିତ କରିବା। ସେକେଣ୍ଡ ଆମେ ଦେଖିବା ପ୍ରଥମେ ଈଶ୍ୱରଙ୍କ ରାଜ୍ୟ ଧାର୍ମିକତାକୁ ଖୋଜିବା, ଯେମିତି ମାଥ୍ୟୁ 6:33 ଅନୁଯାୟୀ। ଆଉ ତାପରେ ଈଶ୍ୱରଙ୍କ ପାଇଁ ସମୟକୁ ଅଲଗା କରିବା, ଯେମିତି ଆମେ ଦେଖୁଛୁ ଯେ ମାର୍କ 1:33 ଅନେକ ପଦ ଅଛି, ଯେମିତି ପ୍ରଭୁ ଯୀଶୁ ଆମମାନଙ୍କୁ ଶିଖେଇକି ଯାଇଛନ୍ତି। ସେ କେମିତି ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ଯୀଶୁ ଉଠି ବାହାରି ଯାଉଛନ୍ତି ଗୋଟେ ନିର୍ଜନ ସ୍ଥାନକୁ ଯାଇକି ପ୍ରାର୍ଥନା କରୁଛନ୍ତି। ସେମିତି ଆମେ ଆମର ଗୋଟେ ସମୟକୁ ବାହାର କରିବା, ପ୍ରଭୁଙ୍କ ସହିତ ଆମର ଗୋଟେ ନିଜର ବ୍ୟକ୍ତିଗତ ପର୍ସନାଲ ରିଲେସନକୁ ମେଣ୍ଟେନ କରିବା। ଯେତେ ସାମୂହିକ ପ୍ରାର୍ଥନା, ଯେତେ ଚର୍ଚ୍ଚର ଆମର ପ୍ରେୟାର ଲାଇଫ, ଯେତେ ସହଭାଗିତା, ଯେତେ ଫ୍ୟାମିଲି ପ୍ରେୟାର, ଯେତେ ଯାହା ବି କରିଯାଉ ପ୍ରେୟାର ଲାଇଫ, ଆମଙ୍କର ଗୋଟେ ପର୍ସନାଲ ରିଲେସନ ପ୍ରଭୁଙ୍କ ସହିତ ତା ପାଇଁ ଆମେ ମାନେ ନିଶ୍ଚୟ ସମୟ କାଢିବା। ଆଉ ପ୍ରଭୁ ଯୀଶୁଙ୍କ ସହିତ ଆମଙ୍କର ପର୍ସନାଲ ରିଲେସନକୁ ଆମେ କେମିତି ମେଣ୍ଟେନ କରିବା, ତାଙ୍କ ପାଇଁ ଯେମିତି ହେଲେ ବି ସମୟ ବାହାର କରିବା। କାହିଁକିନା ପ୍ରଭୁ ଚାହାନ୍ତି, ପ୍ରଭୁ ଯୀଶୁ ତାଙ୍କ ପିତାଙ୍କ ସହିତ ସେ ସମୟ ବାହାର କରୁଥିଲେ, କେମିତି ଭୋର ସକାଳୁ ଉଠି ଯାଉଥିଲେ, କେମିତି ପାହାଡ ଜାଗାକୁ ଚାଲି ଯାଉଥିଲେ, ପ୍ରତିଟି ଡିସିଜନରେ ବାପାଙ୍କଠୁ ମାଗୁଥିଲେ ସାହାଯ୍ୟ। ଆମେ ବି ସେମିତି କରିବା, ଈଶ୍ୱରଙ୍କ ସହିତ ଗୋଟେ ପର୍ସନାଲ ରିଲେସନ ରଖିବା, ତାଙ୍କ ସହିତ ପ୍ରାର୍ଥନାରେ ସମୟ କାଟିବା, ତାଙ୍କ ପାଇଁ ଗୋଟେ ସମୟ ବାହାର କରିବା। ଆଉ ଆମେ ଗୋଟେ ଦେଖୁଛୁ ଈଶ୍ୱରଙ୍କର ଆଜ୍ଞାକୁ ଆମେ ପାଳନ କରିବା। ଯେତେବେଳେ ଯୋହନ 14:15 ପଢୁ, ତୁମେ ଲେଖା ହଉଛି ଯଦି ତୁମମାନେ ମତେ ପ୍ରେମ କର ତାହେଲେ ମୋର ଆଜ୍ଞା ପାଳନ କର। ଆମେ ଯଦି ଆଜି ପ୍ରଭୁ ଯୀଶୁଙ୍କର ସନ୍ତାନ ହେଇଛୁ, ପ୍ରଭୁଙ୍କୁ ଗ୍ରହଣ କରିଛୁ, ଆମେ ତାଙ୍କୁ ଭଲ ପାଉଛୁ, ଆମେ ତାଙ୍କୁ ପ୍ରେମ କରୁଛୁ, ଯଦି ଆମେ ପ୍ରେମ କରୁଛୁ ଆମେ ତାଙ୍କର ସବୁ କମାଣ୍ଡମେଣ୍ଟସକୁ ମାନିବାକୁ ପଡିବ। ପ୍ରଭୁ ଚାହାନ୍ତି ଆମେ ତାଙ୍କର ଆଜ୍ଞା ପାଳନ କରିବା। ଆଉ ଆମର ଧନ ସମ୍ପତ୍ତିରେ ଈଶ୍ୱରଙ୍କୁ ସମ୍ମାନ ଦେବା ପାଇଁ ଶିଖାଇଛନ୍ତି। ଆମର ଯୋଉ ବି ଧନ ସମ୍ପତ୍ତି, ଏ ଧନ ସମ୍ପତ୍ତି ଆମକୁ ପ୍ରଭୁଙ୍କ ପାଖକୁ ଯିବାରେ ବାଧାର କାରଣ ନ ହଉ। ଆମେ ଦେଖିଛୁ ସେଦିନ ଧନୀ ଲୋକଟି, ତା ପାଇଁ ସେଇ ଧନ ହିଁ ବାଧା ହେଇଗଲା, ସେ ଅନନ୍ତ ଜୀବନ ପାଇଁ ପଚାରି ଆସିଥିଲା, ସେ ଫେରି ଯାଉ। କିନ୍ତୁ ସେଇ ଧନ ସମ୍ପତ୍ତିକୁ ପ୍ରାୟୋରିଟି ନ ଦେଇକି ଯକ୍ଷ ମନ ପରିବର୍ତ୍ତନ କରି ପ୍ରଭୁ ଯୀଶୁଙ୍କ ପାଖକୁ ଯାଇକିନା ତାର ଜୀବନକୁ ପରିବର୍ତ୍ତନ କରିଥିଲା। ସେମିତି ଆମ ଜୀବନରେ ଏଇ ଯୋଉ ଧନ ସମ୍ପତ୍ତି, ଏଇ ସବୁକୁ ଆମେ କେବେ ବି ପ୍ରାୟୋରିଟି ଦେବାନି। ତାହା ଦ୍ୱାରା ଆମେ ସେଇ ଧନରେ ଆମେ ପ୍ରଭୁଙ୍କର ଗୌରବ ଦେବା। ମାନେ ଲେଖା ହେଇଛି ହିତୋପଦେଶ 3:10 ତୁମେ ଆପଣା ଧନରେ ଆଉ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର, ତହିଁରେ ତୁମର ଭଣ୍ଡାର ବହୁ ଧନରେ ପରିପୂର୍ଣ୍ଣ ହବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷରସ ଉଛୁଳି ପଡିବ। ତ ପ୍ରଭୁଙ୍କର ଏଇ ଆଜ୍ଞାକୁ ବି ମାନିବା, ଆଉ ଈଶ୍ୱରଙ୍କ ଉପରେ ସଦା ସର୍ବଦା ଭରସା କରିବା, ନିର୍ଭର କରିବା। ଅନେକ ବାକ୍ୟ ତା ଉପରେ ଲେଖା ହେଇଛି, ଆମେ ସମସ୍ତେ ଜାଣିଛୁ। ସଦାପ୍ରଭୁଙ୍କ ଉପରେ ଆହୁରି ଭରସା କରିବା। ଯେମିତି ଦାଉଦ ସେଦିନ ଏତେ ବଡ ରାଜା, କେତେ ପାୱାରଫୁଲ, ତାଙ୍କ ପାଖରେ କିଛି ଅର୍ଥର କମି ନଥିଲା, କିନ୍ତୁ ସେ ଈଶ୍ୱରଙ୍କର ପ୍ରିୟ ପାତ୍ର ଥିଲେ। ପ୍ରଭୁଙ୍କୁ ସେ କେତେ ଭଲ ପାଉଥିଲେ, ତାଙ୍କ ଉପରେ କେତେ ନିର୍ଭର କରୁଥିଲେ। ସେ ଅର୍ଥ ଉପରେ, ପାୱାର ଉପରେ ନିର୍ଭର କରୁନଥିଲେ। ଆଜି ଆମେ ସଦାପ୍ରଭୁଙ୍କ ସହିତ ପ୍ରଭୁ ଯୀଶୁଙ୍କ ଉପରେ ନିର୍ଭର କରିବା, ତାଙ୍କ ଉପରେ ଭରସା କରିବା। ଯେମିତି ଗୀତ 119:147 ଲେଖିଛନ୍ତି, ମୁଁ ଅରୁଣୋଦୟ ପୂର୍ବେ ଆର୍ତ୍ତନାଦ କଲି, ମୁଁ ତୁମ ବାକ୍ୟରେ ଭରସା ରଖିଲି। ଆଜି ଯେମିତି ଆମେ ଭୋର ସକାଳୁ ଆମେ କଣ ପାଇଁ ବସିଛୁ, ଆମେ ପ୍ରଭୁଙ୍କର ଆହୁରି ପ୍ରିୟ ସନ୍ତାନ ହେଇପାରିବା, ଆମେ ଯେମିତି ଆହୁରି ଆତ୍ମିକ ଜୀବନରେ ଆମର ଗ୍ରୋଥ ହେଇପାରିବ, ଆମେ କେମିତି ଆହୁରି ପ୍ରଭୁଙ୍କୁ ପ୍ରାଥମିକତା ଦେବା, ସେଇ ବିଷୟ ଯୋଗୁଁ ଆଜି ଏଠି ବସିଛୁ। ତ ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ। ଆମେ ଦେଖିବା, ଆମେ ବାଇବେଲର ଅନେକ ବିଷୟ ଆମେ ପଢି ସାରିଛୁ, ଆମେ ସମସ୍ତେ ଜାଣି ସାରିଛୁ। ସେଦିନ କେମିତି ମାର୍ଥା ମରିୟମ ଘରକୁ ପ୍ରଭୁ ଯେତେବେଳେ ଆସିଥିଲେ, ମରିୟମ କାମରେ ବ୍ୟସ୍ତ ଥିଲେ, ଆଉ ମାର୍ଥା କାମରେ ବ୍ୟସ୍ତ ଥିଲେ, ମରିୟମ ପ୍ରଭୁ ଯୀଶୁଙ୍କ ପାଦ ତଳେ ଥିଲେ। ଆଉ ମାର୍ଥା ଆସିକି ପ୍ରଭୁଙ୍କୁ କହୁଛନ୍ତି ଯେ ମରିୟମ ଏମିତି ତାକୁ ଟିକେ କହନ୍ତୁ ଆସିକି ହେଲ୍ପ କରିବ। ପ୍ରଭୁ ଯୀଶୁ କହୁଛନ୍ତି ନାଇଁ ନାଇଁ ନାଇଁ, ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛନ୍ତି। ଆଜି ମଧ୍ୟ ପ୍ରଭୁ ଚାହାନ୍ତି ଆମେ ଉତ୍ତମ ଭାଗକୁ ମନୋନୀତ କରିବା। ପ୍ରଥମ ପ୍ରାଥମିକତାକୁ କଣଟା ଦେବା ସେଟାକୁ ଆମେ ଡିସାଇଡ କରିବା। ଯେମିତି ଆମେ ଦେଖିଛୁ, ଯେମିତି ଦାନିଏଲ ଜୀବନରେ ସିଂହ ଗାତରେ ପକେଇଦେବା କରଲାଠୁ ବି ସେ ଝରକା ଖୋଲା ଥିଲା, ସେ ଯାଇକି ପ୍ରାର୍ଥନା କରୁଛନ୍ତି, ସମସ୍ତେ ଜାଣି ସାରିଛନ୍ତି। ସେଥିପାଇଁ ମୁଁ ଖାଲି କହୁଛି, ଆମେ ମନେ ପକେଇବାର ସମୟ ଆସିଛି। ଦାନିଏଲ ଯେମିତି ସଦାପ୍ରଭୁଙ୍କ ପ୍ରାଥମିକତା ଦେଲେ, ସେ ମୃତ୍ୟୁ ପଛେ ଆସିଯାଉ, ସେମିତି ଏକା ଝରକା ଖୋଲା ରହିଲା, ସେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲେ, ଆଉ ପ୍ରାଥମିକତା ଦେଲେ। ତା ଦ୍ୱାରା ସଦାପ୍ରଭୁ ଗୌରବ ପାଇଲେ, ଆଉ ତାଙ୍କୁ ସିଂହ ମୁଖରୁ ରକ୍ଷା କଲେ। ଅବ୍ରାହମ ଯେମିତି ପ୍ରାଥମିକତା ଦେଲେ, ଈଶ୍ୱରଙ୍କର ସଦାପ୍ରଭୁଙ୍କର ବାକ୍ୟକୁ ସେ ମାନୁଛନ୍ତି, ଆଉ ତାଙ୍କ ଜୀବନରେ ପ୍ରଥମ ସ୍ଥାନ ଦେଇ ତାଙ୍କ
ଇସାକ କୁ ବଳିଦାନ ଦେବା ପାଇଁ ଯାଉଛନ୍ତି, ପ୍ରଭୁ ତାଙ୍କୁ ଉତ୍ତର ଦଉଛନ୍ତି ଆଉ ତାଙ୍କୁ ମେଣ୍ଢା ଯୋଗେଇ ଦଉଛନ୍ତି। ଯୋସେଫ ପ୍ରାୟୋରିଟି ଦେଲେ ପ୍ରଭୁଙ୍କୁ ବୋଲି ସେ ପାପରୁ ବଞ୍ଚିତ ହେଲେ, ସେ ପଟିଫର ସ୍ତ୍ରୀଙ୍କ ପ୍ରଲୋଭନରେ ପଡ଼ିଲେନି, କାହିଁକିନା ସେ ପ୍ରଭୁଙ୍କୁ ପ୍ରଥମ ପ୍ରାଥମିକତା ଦେଲେ। ଈଶ୍ୱରଙ୍କର ଯୋଉ ଶିକ୍ଷାକୁ ଶୁଦ୍ଧତାକୁ ସେ ରକ୍ଷା କରିପାରିଥିଲେ, ଆଉ ପ୍ରଭୁଙ୍କୁ ପ୍ରାଥମିକତା ଦେଲେ କି ପ୍ରଭୁଙ୍କୁ କଷ୍ଟ ହବ, ଏ ମହାପାପ ମୁଁ ପ୍ରଭୁଙ୍କ ବିରୁଦ୍ଧରେ କରିବିନି। ତ ଆଉ ଯୋଉମାନେ ପ୍ରାଥମିକତା ଦେଇନାହାନ୍ତି ସେମିତି ବିଷୟ ବି ଆମେ ଦେଖିଛୁ। ସାଉଲ ପ୍ରାଥମିକତା ଦେଇନଥିଲେ, ତାଙ୍କର ସାଉଲ ରାଜା ତାଙ୍କ ହାତରୁ ସବୁ କିଛି ଚାଲିଗଲା, ତାଙ୍କ ହାତରୁ ରାଜ୍ୟ ଚାଲି ଯାଇଥିଲା, ଆମେ ଜାଣିଛୁ ସାଉଲ ରାଜାଙ୍କର। ଆଉ ଦିମା କେମିତି ସାଂସାରିକ ପ୍ରେମରେ ପାଉଲଙ୍କର ସେ ସହକର୍ମୀ ଥିଲେ, ଏଇ ଜଗତକୁ ଏତେ ପ୍ରେମ କଲେ, ପ୍ରଭୁଙ୍କର କାର୍ଯ୍ୟକୁ ଛାଡ଼ିଦେଲେ। ସେଥିପାଇଁ ଆମମାନେ ପ୍ରଭୁଙ୍କର ଦଣ୍ଡ ଯେମିତି ପାଇବାନି, ଆମମାନେ ପ୍ରାୟୋରିଟିକୁ ସବୁବେଳେ, ଆମର ପ୍ରାଥମିକତା କ'ଣ ରହୁଛି, ଆମର ସମୟରେ, ଆମର ଯୋଜନାରେ, ଆମର ଜୀବନର ପ୍ରତ୍ୟେକ ନିଷ୍ପତ୍ତିରେ, ଆମର ଅର୍ଥରେ, ଆଉ ମୋର ଚାକିରି କ୍ଷେତ୍ରରେ, ଆମର ଫ୍ୟାମିଲି ଲାଇଫ ହଉ, ଆମମାନଙ୍କର ସବୁ କାର୍ଯ୍ୟରେ ଆମେ ପ୍ରାଥମିକତା କାହାକୁ ଦଉଛୁ ସବୁବେଳେ ବିବେଚନା କରିବା, ଆଉ ପ୍ରଭୁଙ୍କୁ ପ୍ରାଥମିକତା ଦେବା, ଆଉ ପ୍ରଭୁଙ୍କର ସେ ବ୍ଲେସିଂସକୁ ପାଇବା। ପ୍ରଭୁ ଏ ବାକ୍ୟ ଦ୍ୱାରା ଆଜି ଆମ ସମସ୍ତଙ୍କ ଆଶୀର୍ବାଦ କରନ୍ତୁ, ଆମମାନେ ଯେମିତି ଆହୁରି ତାଙ୍କୁ ପ୍ରାଥମିକତା ଦେବା ଆଉ ତାଙ୍କର ସେ ବ୍ଲେସିଂସର ଅଧିକାରୀ ହେବା ଆଉ ତାଙ୍କର ନିକଟତର ହେଇପାରିବା। ଆମେନ୍।